ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ଗଣିଆ ବନ୍ୟାଞ୍ଚଳ ପରିସରରେ ରହିଥିବା ଗଣିଆ ଗ୍ରାମର ବ୍ରାହ୍ମଣ ସାହିର ସରୋଜ କୁମାର ଦାସଙ୍କ ବାଡ଼ିରେ ଏକ 9 ଫୁଟ 7 ଇଞ୍ଚ ଗୋଲେଇ ବିଶିଷ୍ଟ ନିମ୍ବ ଦାରୁକୁ ଜଗତସିଂହପୁର ଜିଲ୍ଲା ପାରାଦୀପଠାରେ ଅବସ୍ଥିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଠା ନିମନ୍ତେ ଗତ ଶନିବାର ଦିନ ଅପରାହ୍ନରେ ଦାରୁ ଚିହ୍ନଟ କରି ସମସ୍ତ ପ୍ରକାରର ଯଥାବିଧି ପୂର୍ବକ ଯଜ୍ଞ ପୂଜାର୍ଚ୍ଚନା ଆଦି ମାଙ୍ଗଳିକ କାର୍ଯ୍ୟ କରାଯାଇଥିଲା। ଏଥିନିମନ୍ତେ ଆସନ୍ତା 2034 ମସିହାରେ ମହାପ୍ରଭୁଙ୍କ ନବକଳେବର ଉପଲକ୍ଷେ ନୂତନ ବିଗ୍ରହ ନିର୍ମାଣ ନିମିତ୍ତ ଦାରୁ ପ୍ରଦାନ କରିଥିବା ଶ୍ରୀ ଦାସଙ୍କୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏକ ଉତ୍ତରୀୟ ଦିଆଯାଇଥିଲା, ଯାହାକୁ ନେଇ ଦାରୁ ଦାତା ମହାଶୟ ଖୁସିରେ ବିଭୋର ହେବା ସହିତ ଦାରୁ ମହାପ୍ରଭୁଙ୍କ ନିମନ୍ତେ ଯାଉଥିବାରୁ ନିଜକୁ ଧନ୍ୟ ମନେ କରିଛନ୍ତି। ଏହାକୁ ରବିବାର ଦିନ ବିଧିପୂର୍ବକ ଗଛକୁ ଛେଦନ କରାଯାଇଥିଲା। ଏହି ଗଛ ଛେଦନ କାର୍ଯ୍ୟକ୍ରମରେ ପାରାଦୀପ ପୋର୍ଟର ମୁଖ୍ୟ ଯନ୍ତ୍ରୀ ହିମାଂଶୁ ଶେଖର ରାଉତ, ମଧୁବନ ମନ୍ଦିର ଟ୍ରଷ୍ଟିର ସଦସ୍ୟ, ଗଣିଆ ବନ୍ୟାଞ୍ଚଳ ଅଧିକାରୀ ସବଜନ ସାହୁଙ୍କ ତତ୍ତ୍ୱାବଧାନ କ୍ରମେ ବନପାଳ ମନୋଜ ପ୍ରଭାକର ସାହୁ ଉପସ୍ଥିତିରେ ଗଛ ଛେଦନ କରାଯାଇଥିଲା। ଗଣିଆ ବ୍ରାହ୍ମଣ ସାହିଠାରୁ ନାମ ସଂକୀର୍ତ୍ତନ କରି ଗାଡ଼ିରେ ଦାରୁକୁ ପଠାଯାଇଥିଲା। ଏଥିରୁ 4 ଗୋଟି ଦାରୁକୁ ନୀତିକାନ୍ତି ଅନୁଯାୟୀ ଗାଡ଼ିରେ ବିଦାୟ ଦିଆଯାଇଥିଲା। ଗଛର ବଳକା ଅଂଶଗୁଡ଼ିକୁ ଗୋଟାଏ ସ୍ଥାନରେ ଗାତ ଖୋଳି ସେଗୁଡ଼ିକୁ ପୋତି ପାତାଳି କରାଯିବ ବୋଲି ମନ୍ଦିର ଟ୍ରଷ୍ଟ ଓ ବନ ବିଭାଗ ତରଫରୁ ସୂଚନା ମିଳିଛି। ଗଣିଆରୁ ସଦାଶିବ ପାତ୍ରଙ୍କ ରିପୋର୍ଟ, ଲିଭ୍ ଲାଇଭ୍ ଓଡ଼ିଆ।